ଏଇଟା ଚତୁର୍ଥ କିନ୍ତୁ କାଗଜ ପତ୍ରରେ ବାଲି ଫିଲିଂ ହେଉଛି, ରିଏଲିଟିରେ ଜମା ହଉନାହିଁ। ବ୍ରତଟା ବହୁତ ଦିନ ଆଗରୁ ବି ବହୁତ ଥର ହେଲାଣି, 3 ଥର ହେଇସାରିଲାଣି। ଇଏ ହେଲା ଚତୁର୍ଥ ଥର। ଏଇ ସମୟ ଆଜି 4:30 ବେଳକୁ ବ୍ରତଟା ହେଲା। ସମସ୍ତେ କିଛି ମହିଳା ଆଉ ପୁରୁଷ ପିଲା ଇଆଡ଼େ ଆସିଥିଲେ ବୁଲିବା ପାଇଁ। ସମସ୍ତେ ଜାଣିବାରୁ ଗାଁରେ ଖବର ଦେଲେ। ଏଥିରୁ ସମସ୍ତେ ଆଜି ଭୟଭୀତ ହେଇଛୁ। ୟାର କିଛି ଇଏ କରାଯାଉ, ମାନେ କ୍ଷତିପୂରଣ ଦିଆଯାଉ, ସମାଧାନ କରାଯାଉ, ନହେଲେ ଆଗକୁ ବିପଦପୂର୍ଣ୍ଣ ଇଏ ଜାଗାଟି ହବ। ଏଠି ଆମର ଆଜ୍ଞା ବାଲି ଫାଲି କିଛି ଫିଲିଂ କରନ୍ତି, କାଗଜ ପତ୍ରରେ ଖାଲି ଯାହା ତାଙ୍କର ବାଲି ଫିଲିଂ ଚାଲିଛି, ହେଲେ ପ୍ରାକ୍ଟିକାଲରେ କିଛି ବାଲି ଫିଲିଂ ଚାଲିନି। ବାଲି ଏଠି ଫିଲିଂ କେବେ ହେଇପାରୁନି। ଏଇ ଜାଗାଟି ବହୁତ ଥର ବାରମ୍ବାର ହେଇସାରିଲା ପରେ ବି ଆମର ପ୍ରଶାସନ ଶୁଣୁନାହିଁ। ୟା ପ୍ରତି କିଛି କ୍ଷତିପୂରଣ ଯାହା ହେଲେ କିଛି କରନ୍ତୁ, ନହେଲେ ଆମ କୂଳରେ ହାଣ୍ଡିଦବା ଗ୍ରାମବାସୀ ଅଛୁ। ତ ଅଭିଯୋଗ ବହୁତ ଥର ହେଇଛି। ଗୋଟେ ହେଇଛି ଗାୟତ୍ରୀ ପାଖ ପଡ଼ିଆରେ, ଆଉ ଗୋଟେ ହେଇଛି ଗ୍ରାମେଶ୍ୱରୀ ଆମର ଯେଉଁ ଦେବୀ ଅଛନ୍ତି ସେ ରାସ୍ତା ଉପରେ, ଆଉ ଆମର ଅଛି ମ୍ୟାଗାଜିନ୍ ବୋଲି ସେଇଠି ହେଇଛି। ଏଇଟା ଚତୁର୍ଥ କିନ୍ତୁ କାଗଜ ପତ୍ରରେ ବାଲି ଫିଲିଂ ହେଉଛି, ରିଏଲିଟିରେ ଜମା ହଉନାହିଁ। କିନ୍ତୁ ଗ୍ରାମବାସୀ ମାନେ ବର୍ତ୍ତମାନ ରାତିରେ ଦେଖାଯାଉ କୋଉ ଭାବରେ ଶୋଉଛନ୍ତି, ସବୁଦିନ ପାଇଁ ଶୋଇବେ ନା ଆଜି ରାତି ପାଇଁ ଶୋଇବେ, ସେଇଟା ଟିକେ ପ୍ରଶ୍ନବାଚକ ଭାବରେ ରହିଲା। এই গর্তটি কেତେବେଳେ ହେଲା? ଏଇ ଗର୍ତ୍ତଟି 4ଟାରୁ 4:30 ମଧ୍ୟରେ ହେଲା। ଆମର ପିଲାମାନେ ଗାୟତ୍ରୀ ପଡ଼ିଆ ପାଖରେ କ୍ରିକେଟ ଖେଳୁଥିଲେ, ଆଉ କିଛି ଆମ ଗାଁର ମହିଳା ମା ମାନେ ପଡ଼ିଆକୁ ଆସିଥିବା ସମୟରେ ସେ ଆବାଜ ହେଲା, ସେ ଆବାଜ ଧାଇଁକି ପଳେଇକିରି ସେ ଗାଁରେ ଖବର ଦେଲେ। ସରକାରୀ ଏଇ ଯୋଉ ପ୍ରାଇଭେଟ ଦାବିପତ୍ର ହେଉଛି ଜମିର ମାଲିକାନକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ, କିମ୍ବା ତାଙ୍କ ଘରର କୌଣସି ସଦସ୍ୟଙ୍କୁ। ବାଲି ତ ଫିଲିଂ କରାହେଉଛି। ଏବେ 3ଟା ବୋରୱେଲ୍ ଆମର ରେଡ଼ି ହେଇକି ଅଛି ଗାୟତ୍ରୀ ସ୍କୁଲ ପାଖରେ। ଏବେ ଆରମ୍ଭ ହେଇଯିବ ବାଲି ଫିଲିଂ। ଆପ୍ରୋଚ୍ କରାହେଇଛି ଛାଡ଼ିବା ପାଇଁ, ବହୁତ ଦିନ ଛାଡ଼ୁନଥିଲେ, ଏବେ ସେମାନେ ରାଜି ହେଇଛନ୍ତି। କମ୍ପେନସେସନ୍ ତାଙ୍କୁ ମିଳିଛି ବି। ଆମେ ଆରମ୍ଭ କରିବୁ ବାଲି ସ୍ଟୋଇଂ। ଆଉ ଯେଉଁ ଏରିଆରେ ଆଗରୁ କରୁଥିଲୁ ସେ ଏରିଆରେ ଆଉ ବାଲି ଫିଲିଂ ହେଇପାରୁନି, ତ ଅଲରେଡ଼ି ଜାମ୍ ହେଇଯାଣି। ତ ଯେଉଁଠି ଆମେ ଲୋକଙ୍କୁ ଆପ୍ରୋଚ୍ କରୁଛୁ, ଲୋକ ଛାଡ଼ିଲେ ଆମେ ବାଲି ଫିଲିଂ କରିବୁ। ଆଉ ଏଟା ତ ଆମର କାମ, ଏଇଟା ବାଲି ଫିଲିଂ କରିବାକୁ ବାଧ୍ୟ ହବ। ଆକ୍ଚୁଆଲି ସେ ଆମେ ଦେଖୁଛୁ, ଏବେ ପ୍ଲାନ୍ ସେ ଦେଖୁଛୁ, ଏଇଟା ସେ ପାଇଁ ହେଇନି। ଏଇଟା ଆକ୍ଚୁଆଲି କ'ଣ ପାଇଁ ହେଇଛି ଆମେ ଦେଖୁଛୁ। ଆଗରୁ ସେଇ ଜାଗାରେ ହେଇଥିଲା କି ନ ହେଇଥିଲା, କ'ଣ ଷ୍ଟୋରି ଚାଲିଛି ତାର ଦେଖୁଛନ୍ତି। ପ୍ଲାନ୍ ଲୋକ ଦେଖିବା ପାଇଁ ଯାଇଛନ୍ତି ସର୍ଭେ ବେଲେ। ଖାଲି ତ ସେ ବି ଭୟ ଭିତରେ ଅଛନ୍ତି। ନା ସେମିତିକା ଭୟଭୀତ କରିବା ଦରକାର ନାହିଁ। ଆମେ କରୁଛୁ ଏମିତି, ଆମର ବି କର୍ତ୍ତବ୍ୟ। ଆମେ ବାଲି ଠିକ୍ରେ ଫିଲିଂ କରିବୁ, ବାଲିଂ କରୁଛୁ। ଆମେ ଟିକେ ସମୟ ଲାଗିଗଲା ଆମକୁ, କିନ୍ତୁ କରେଇବୁ, ଆମେ ବାଲି ଫିଲିଂ କରିବୁ। ସାର୍ ଆପଣ ପରିଚୟ? ମୁଁ ଏରିଆ ସିଫ୍ଟ ଅଫିସର ଅଛି।